बापा सुरथ तमें माने कौटी अछ रे? अरे बापा शीघ्र एठा को चली आस। देखिबो से माने निश्चय एठी चली आसी। हाँ भौणी अरे कोड़े चल जाइथिलो? अरे हाँ मो सांग मानक सहित मो फुल उद्यान के जाइथिली। सतीश भाई हाँ भौणी ए भाई हाँ केतबेले देखो संग साथी मो तो पाई किछि नुहे ना। अरे ना ना तू जमार सेमती कहनी तो परा मो एकमात्र अड़ियाला गेला भौणी। मु तो सब कथा जानी छी एमिति मीठा मीठा कथा कहि ना मो मन को भुलाई दो। अच्छा अरे भाई हाँ भौणी अरे तमे तो जानी छ ना मु तम खेड़ी मात्र न देखिले मो मन को कड़ची हे जाए। अरे भौणी मो भल भाबरे जानी छी। अरे तम छड़ मो निजे लौकी अछि कहिला भाई। सेटा तो सत जे ए भौणी हाँ भाई एथरा भूली जाछे हाउ जमार भूल करबिनी। हाँ ठीक अच्छे भाई देख भाई हाँ आउथर कोड़ी मथे जीवनी जमार ना हेले भाई हाँ बापा अरे हाँ अरे हम पे अपेक्षा करथिबी ना निश्चय भौणी सते रागी मथे जाइथिबी। अरे हाँ लो हाँ बापा के थारे डाकिबा। ठीक अछि भौणी। बापा अरे बापा 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 अरे माँ हे बापा मु एठी अछि। हाँ बापा हेले तमें माने कौटु थिलो रे बापा? बापा आमे सांग मानक सहित फुल उद्यान को खेल खेलवा जाइथिलु सेठी ପାଇଁ ଟିକେ विलंब ତ ହେଇ ଯାଇଛି। ଆମେ ଭାଇ ଭଉଣୀ ଆପଣଙ୍କ କ୍ଷମା ପ୍ରାର୍ଥନା ଚାହୁଁଛୁ। हेला बाबा हेला। ହେଲେ ବାପା हाँ बापा ସର୍ବପ୍ରଥମେ ଆମ ଭାଇ ଭଉଣୀ ଅଳେଅଳେ ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ ବାପା। हेला रे बापा हेला भगवान तमर मंगल करतु। अरे बापा सुरथ ହଁ ବାପା अरे माँ कस्तूरी हाँ बापा तम मान को मु कहीं डाकी यही कथा तुम शुणा चाहूछ ना? हाँ बापा अरे माँ कथा कौन कि तम दी जन मुझे गोटाए उपहार लेकिन आसी। ଉପହାର अरे बापा अरे भाई ହଁ ଭଉଣୀ बाबा बुढ़ी हम पे उपहार आनिछंती। ଆଲେ ହଁ ଲେ हेले को उपहार बाबा को उपहार उपहार आमे मन निश्चय अरे बापा देखिबा चाहूछ बाबा। से जेमिति गोटाए उपहार ହଁ तार स्मृति सब दिन अमर होगी रही थारे। ସତରେ ବାପା अरे बापा ହେଲେ ବାପା ଆଉ ସମୟ ବିଳମ୍ବ ନ କରି ସେ ଉପହାର କାମ ଆଗ ଆଡ଼େ ପ୍ରସ୍ତୁତ କରନ୍ତୁ ବାପା। ଆମେ ନିଶ୍ଚୟ ଦେଖିବାକୁ ଆତୁର ହଉଛି। सत कि बापा ହଁ ବାପା ताले मो पाखक चली आस मु तुम मन को देखे दउछि। ଠିକ ଅଛି ବାପା। अरे बापा ए जे देखुछ ना ए होछि तुम सानमा। माँ ମା ए भाई ହଁ ଆମ ସାନ ମା ମା ଏ କୋଡି ଅଛନ୍ତି। अरे भाई आ देख ना सତରେ ଆମ ମା ତ ଦେଖିବାକୁ ମା ସରସ୍ୱତୀ ପରି ଦେଖାଯାଉଛନ୍ତି। ହଁ ଭଉଣୀ ସତରେ ବେଶୀ ସୁନ୍ଦର ଦେଖାଯାଉଛନ୍ତି ନା ଭାଇ? ଆରେ ଭଉଣୀ ତୁ ଯାହା ବର୍ଣ୍ଣନା କରିଗଲୁ ସେ ସବୁ ତାଙ୍କ ଆଗରେ କିଛି ନୁହଁ। ଦେଖୁନ ଯେମିତିକି ସେଇ ଆକାଶର ଚନ୍ଦ୍ରମା ପରି ତାଙ୍କ ମୁଖମଣ୍ଡଳ ସେ ସ୍ୱର୍ଗର ପରିଟା ବି ଅତି ସୁନ୍ଦର ତାଙ୍କର ସେଇ ନୀଳ ନୟନର ସେଇ ହଁ ଚନ୍ଦ୍ରମା ଆଖି। ए भाई हाँ କିନ୍ତୁ ସର୍ବପ୍ରଥମେ ମାଙ୍କର ଆଶୀର୍ବାଦ ନେଇଯିବ। ହଇ ଭଉଣୀ ତୁ ଠିକ କହୁଛୁ। ମା ହଁ ଆମ ଭାଇ ଭଉଣୀର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ ମା।
ହଁ ଭଉଣୀ ସତରେ ଆମ ଭାଗ୍ୟ ଅଛି ବୋଲି ଆଜି ଏମିତି ମା ଚଢ଼ିକି ପାଇଯାଇଛି ନା ନିଶ୍ଚୟ ଭଉଣୀ ସତରେ ମା ହଁ ସତରେ ମା ଆପଣ ଆମମାନଙ୍କୁ କେବେ ପର କରିବନି ଆଉ ଗୋଟିଏ କଥା ଜାଣିଛ ମା ଛୋଟବେଳେ ଟେଡ଼େ ଟେଡ଼େ ହେଇଛି କିନ୍ତୁ ମାର ସେନା ମମତା ଏଯାଏ ପାଇପାରିଲନି ଆପଣ ସେଇ ସେନା ମମତା ଦେବେ ନା ମା ଏ ଧନ ତୁମକୁ ମୁଁ ଦେଖିଲା ପରଠାରୁ ମୋ ହୃଦୟରେ ତୁମକୁ ସ୍ନେହ ଭକ୍ତି ସହିତ ଜାଗା ଦେଇ ସାରିଛି ସତ କହୁଛ ମା ହଲୋ ଦେଖ ମା ହଁ ଆମ ଦୁଇ ଭାଇ ଭଉଣୀକୁ କେବେ ମଧ୍ୟ ଛାଡ଼ିକି ଯିବନି ଏ ଧନ ହଁ ମା ତୁମକୁ ଦେଖିଲା ପରଠାରୁ କେତେ ସ୍ନେହ ମମତା ଦେବି ବୋଲି ମୁଁ ମନେ ମନେ ସ୍ଥିର କରିସାରିଛି ଓ ବାବା ଦିନ ସିରେଥା ହଁ ମା ଆଲେ କସ୍ତୁରୀ ହଁ ମା ଧନରେ ମା ତୁମକୁ ଆଜି ପାଇ ବହୁତ ଗର୍ବିତ ଅନୁଭବ କରିଛି ମୁଁ ସତରେ ମା ହଁ ହଁ ଆପଣଙ୍କ ପାଇଁ ମଧ୍ୟ ଆଜି ଆମେ ଭାଇ ଭଉଣୀ ବେଶ ଖୁସିରେ ଅଛୁ ମା ହଁ ମା ଅନ୍ଧାରା ଲହଡ଼ି ମୋ ନୟନ ତାରା ଜଣେ ନ ଦେଖିଲେ ଯିବ ଜୀବଟି ପରା ବାପା ଦିନ ସିରଥା ହଁ ମା କସ୍ତୁରୀ ହଁ ମା ଅନ୍ଧାରା ଲହଡ଼ି ମୋ ନୟନ ତାରା ଜଣେ ନ ଦେଖିଲେ Jurura ବାପା ଦିନ ସିରଥା ହଁ ମା ଆଲେ କସ୍ତୁରୀ ହଁ ମା ଆସ 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 ମୋ ପାଖକୁ ଆସ ମା ପଣ ତାଲେ ଭାଇ ଭଉଣୀ ପ୍ରେମର ସମ୍ବାଦ ଏହି କାହାଣୀ ମା ପଣ ତାଲେ ଭାଇ ଭଉଣୀ ପ୍ରେମର ସମ୍ବାଦ ଏହି କାହାଣୀ ଦିନର ସୁରୁଜ ମୋରା Jurura
ସତର ଭାଇ ମୋ ପେଟରେ କିଛି ଗୁଡ଼ଗୁଡ଼ କଲାଣି। କ'ଣ କମ୍ପ୍ୟୁଟର ପୁଣି ଗୁଡ଼ି ଗୁଡ଼ି କରିଛି? ଆଲୋଇ ହେଲେ କ'ଣ ଗୁଡ଼ି ଗୁଡ଼ି କରିଛି ମ? ଆରେ ଭାଇ ହଁ ଆଉ ତମକୁ ତ ଜଳ ଥାଏ ନା? ମତେ ହଁ କାହିଁ ନାହିଁ ତ? ଆରେ ଭାଇ ହଁ ଆଉ ସତ କୁହ ମୁଁ ସତ କହୁଛି ଭଉଣୀ, ତମକୁ ଜଳ ଅଛି ନା? ଜମାରୁ ନୁହଁ। ଏ ଭାଇ ହଁ ଏମିତି ଚଳି ଚଳି ଅଚଳ ଅଛି ନା ମୁଁ ତୋ ସହିତ ଜମାରେ କଥା ହେବିନି। ହେ ଭଗବାନ, ଆଲୋଇ ତୁ ଜମାରୁ ସେମିତି କହିବୁନି। ଏଥର କହିଲୁ ଆଲୋଇ ମୁଁ ତୋ ଭାଇ ପରା, ମୁଁ ଜାଣିବିନି ତ ଆଉ କିଏ ଜାଣିବ ଲୋ? ହେଲେ କଣ ଭାଇ? ଆଲୋଇ ହଁ ଆବେ ହେ ଉଦ୍ୟାନରେ ଖେଳୁ ଖେଳୁ ବହୁ ସମୟ ବିତି ଯାଇଛି, ତତେ ନିଶ୍ଚୟ ଭୋକ ଲାଗୁଛି ନା? ଆରେ ଭାଇ ହଁ ସତର ଭାଇ ସତରେ ତମେ ମୋ ମନ କଥା କେମିତି ଜାଣିଛ ଭାଇ? କେମିତି? ଆରେ ଭଉଣୀ ହଁ ସତରେ କୋଉ ଜନ୍ମରେ କି ପୁଣ୍ୟ କରିଥିଲି ବୋଲି ଅଛି ତୋପରି ଭଉଣୀ ଜଣେ এই ଜନ୍ମରେ ଭଗବାନ ମୋତେ ଦେଇଛନ୍ତି ଲୋ। ଆରେ ଭାଇ ହଁ ସେଇ କଥା ତ ମୋତେ କହିବାର କଥା। ସତରେ ମୁଁ କୋଉ ଜନ୍ମରେ କି ପୁଣ୍ୟ କରିଥିଲି ବୋଲି ଆଜି ତମ ବୋଲି ଭାଇ ପାଇଯାଇଛି। ଆଚ୍ଛା ମୁଁ ଚାହିଁବି ଏମିତି ଅନେକ ଗୁଡ଼ା ଭଉଣୀକୁ ଠିକ୍ ତମର ପରି ଭାଇ ମିଳେ। ନିଶ୍ଚୟ ଭଉଣୀ ନିଶ୍ଚୟ। ତୁ ଭାଇ ଏ ଭାଇ ହଁ ବାପା କୁହ ନା ମୋ ପାଇଁ କିଛି ଖାଇବାକୁ ନେଇ ଆସିବେ। ହଉ ଠିକ୍ ଅଛି ଭଉଣୀ, ତୁ ଜମାରୁ ବ୍ୟସ୍ତ ହନା। ହଉ ଠିକ୍ ଅଛି ଭାଇ। ଠିକ୍ ଅଛି ନା ବାପା? ହରେ ବାପା ସୁରଥ, ଆମ ଭାଇ ଭଉଣୀକୁ ବହୁତ ଭୋକ ହେଉଛି ବାପା। ମାଙ୍କୁ କହନା ତାଙ୍କ ହାତ ରନ୍ଧା ସ୍ୱାଦିଷ୍ଟ ଭୋଜନ ଆମକୁ ନିଶ୍ଚୟ କରାଇବେ, କାହିଁକି ନା ମା ତ ପ୍ରଥମ ଥର ଆମ ଘରକୁ ଆସିଛନ୍ତି। ହେଲେ ତାଙ୍କ ହାତ ରନ୍ଧା ସ୍ୱାଦିଷ୍ଟ ଭୋଜନ ନ କଲା ଯାଇ ମନଟି ଶାନ୍ତି ଲାଗିବନି। ଓ ତାହେଲେ ତମମାନଙ୍କୁ ଭୋକ ହେଲାଣି। ହଁ ବାପା। ହେଲେ ଏ ମା, ତୁ ତ ତୋ ମାକୁ ମାଗିଥାନ୍ତୁ ରେ ମା। ନା ବାପା। ଆରେ ସଂକୋଚ କରୁଛୁ, ସେ ନୂଆ ଲୋକ ପରେ ତୁ ସଂକୋଚ କରୁଛୁ। ହଁ ହେଲେ ନିଶ୍ଚୟ ତୁ ମଧ୍ୟ ମାଗିକି ଖାଇବୁ। ହେଲେ ବାପା ଠିକ ଅଛି, ହଁ ବାପା ମୁଁ ତୋ ମାକୁ କହିଦେଉଛି। ନିଶ୍ଚୟ ବାପା। ହ୍ୟାଲୋ ଏ ମହାରାଣୀ, ସ୍ୱାମୀ ଆମ ଏଇ ପୁଅ ଆଉ ଝିଅକୁ ଭୋକ ହେଲାଣି, ତମେ ଖାଇବା ପ୍ରସ୍ତୁତ କରିକି ଏଇଠି ନେଇ ଆସ। ସେମାନେ ତ ଛୋଟ ଛୁଆ, ଆରେ ଭୋକ ହେବେନି କାହିଁକି? ଯାଅ ତୁମେ ଶୀଘ୍ର ରୋଷେଇ ପ୍ରସ୍ତୁତ କର। ଠିକ୍ ଅଛି ସ୍ୱାମୀ, ମୁଁ ରୋଷେଇ ଗୃହକୁ ଯାଇ ଶୀଘ୍ର ଶୀଘ୍ର ରୋଷେଇ କରି ଆଣୁଅଛି। ଠିକ ଅଛି ପ୍ରିୟା। ଆରେ ଭାଇ ନାରୀ ହବ, ସ୍ୱାମୀ ହେବ ତମ ସ୍ୱାମୀଙ୍କ ଭଳି ସ୍ୱାମୀ ହବ। ମୋ ସ୍ୱାମୀକୁ କେମିତି ମୋ ନିଜ ହାତ ମୁଠରେ ରଖିଛି, ଯଦି ଏମିତି ନ ରଖିବି ଅସମ୍ଭବକୁ କେମିତି ମୁଁ ସମ୍ଭବ କରିପାରେ। ରଖ ଦଉଥିବ ଏ ଗାନା ସବୁଦିନ ପାଇଁ ଗାଉଥିବ। ଭୟଙ୍କର ମୋ କାଳ ନାଗୁଣୀ, ବିଷଧର ସାପ, ଖାଇଲା ବାଘୁଣୀ, ସେମାନେ ବୋଧେ ମୋତେ ଚିହ୍ନିନ। ଯେତେବେଳେ ପଇସା ଖାଇବାକୁ ଏତେ ବ୍ୟସ୍ତ ହେଇପାରିଲେଣି, ଏଇ ମୁହୂର୍ତ୍ତରେ ମୁଁ କ'ଣ କରିଛି ଦେଖ।